जाग हे अनंत तुमे, जागी उठ महाशून्य। मनीष को सद्बुद्धि दियो प्रभु, जीव मान को बंचिबा पई साहा हुआ प्रभु। बन जंगल नद नदी झरणा सुंदर पृथ्वी सुंदर देश जीवन चलनी एमती लीला आपणकर चली थाउ। आम भली केते आसीबे एथिकु चली जीवे चाहूँ चाहूँ सेमती गोटे स्वप्न भली लगुच। आपण क्यों सत्यर क्यों तेतार क्यों द्वापर क्यों कलिर प्रकृत रे आपणकर क्यों धर्म प्रति भल पाइबा अच्छी किए आपणकर निजर से कथा आपण ही जानिबे। आमे समीक्षा करी भूल ठीक बाछिबा आमर से शक्ति नहीं। गोटे करुछु प्रतिष्ठा को छाड़ीचु पुणी आम प्रतिष्ठा करने मातिचु। अर्थ छाड़िलु पुणी अर्थ रे मातिलु। हो एबे से परमात्मा को मोर निवेदन सब तो करुच्ची आज भी करुच्ची। तेरे भक्त माने जो माने बलिया को टिके भल पाउचंती बा शिशु अनंत आश्रम को भल पाउचंती बा जो माने टिके बलियार शिष्य नहले भी बलियार कथा कि बलियार काम को जो माने पसंद करुचंती से मान को उद्देश्य रे केतोटी कथा आज कहबी। प्रथम रे कहबी बलिया वर्तमान केते कथा जेते जंजाल निजे ही सृष्टि करथिला। भाबुथिली एई सब जंजाल गुड़िक बोधे भगवान ताको अनुमोदित करिवे, किंतु भगवान अनुमोदित करिसेंती कि नहीं मुझे कहीपरिनी। कि मनीष बाबा कही से बाबा आउ मोर दरकार नहीं। मनीष मते निंदा करिवो कि प्रशंसा करिवो सब गुड़ाक मनीष इच्छा। मनीष को स्वाधीनता देवा दरकार। थरे कही गोटे गोटे पुराणा प्रथा सब जिते गुड़िक आश्रम 56 वर्ष धरी चली गोटे आश्रम काम लीला पर्वपर्वाणी जिते प्रकार जंजाल किंतु आउ से मुंड पशुनी। भावुची केवल शांति समस्तंकर शांति कामना करिबा सेवा। एते मठ एते मंदिर एते मूर्ति एते प्रार्थना एते पूजा एते ये सब दरकार नहीं। तेणु आप जानवे परवर्ती समय को जिनस सब आश्रम बंद हो। बर्तमान एति खाली कहूँ किछि दिन पाई गोटे निवृत्त
ଜାଗାରେ ରହିବି, ଯେଉଁଠି ରହିବି ସମସ୍ତେ ଜାଣିବେ, କିନ୍ତୁ କେହି ସେଠାକୁ ଯିବେ ନାହିଁ। ତାଙ୍କ ଦୁଃଖ ସୁଖ ନିଜ ଭିତରେ ନିଜ ଘରେ ବସି ପ୍ରାର୍ଥନା କରନ୍ତୁ। ଅନନ୍ତଙ୍କ ଦର୍ଶନ କରିବାକୁ ଆସିଲେ ଅନନ୍ତଙ୍କ ଦର୍ଶନ କରିବେ, ଭୋଗ ଟିକେ କରିବେ, ଟିକେ ସାତ୍विକ ଭୋଜନ ଅନ୍ତର 7 ଦିନ କରିବେ, ଜୟ ଶିଶୁଆନନ୍ଦଙ୍କ ନାମ ସ୍ମରଣ କରିବେ। ଯେଉଁଠି ରହିବି ସେଠିକି ଯାଇ ଜଞ୍ଜାଳ କରିବେନି। ବାରମ୍ବାର ଫୋନ୍ କରି ବିରକ୍ତି କରନ୍ତୁ ନାହିଁ, ବରଂ ଦୁଃଖ ଆସିଲେ ବିପଦ ଆସିଲେ ଚେକା ପକାଇ ବସିକିରି ହୃଦୟକୁ ଧ୍ୟାନ କର। ସବୁ ଦୁଃଖ ସେ ତୁମର ଶୁଣିବେ। ସେଇ ହୃଦୟରେ ଅନନ୍ତ ଅଛନ୍ତି। ସେଇ ହୃଦୟ ହିଁ ଆପଣଙ୍କର ଭଗବାନଙ୍କର ସର୍ବଶକ୍ତିମାନଙ୍କର ସିଂହାସନ। ଯିଏ ଯେଉଁ ଧର୍ମର ମତର ହୁଅନ୍ତୁ ନା କାହିଁକି, ହୃଦୟକୁ ଚିନ୍ତନ କର। ବର୍ତ୍ତମାନ ନିରୋଳାରେ ମୁଁ ରହିବି, କେବଳ ବିଶ୍ରାମ ନେବି। କ'ଣ କଲେ ଏ ସମାଜ ପାଇଁ କେଉଁ କାମଟାକୁ ଆମେ ଭବିଷ୍ୟତରେ କରିବା। ମନ୍ଦିର ତ କରିବାର ପ୍ରଶ୍ନ ଉଠୁନି, ମୂର୍ତ୍ତି ପ୍ରତିଷ୍ଠା କରିବା ପ୍ରଶ୍ନ ଉଠୁନି, ମୂର୍ତ୍ତି ଗୁଡ଼ିକ ସବୁ ବିସର୍ଜନ ବି ଆମେ କରିଦେଉଛୁ, କରି ଆରମ୍ଭ କଲୁଣୁ। କେବଳ ମୂର୍ତ୍ତି ନୁହଁ, ବରଂ ଗଛ ବୃଛ ଲାଗିବ, ଅସହାୟ ମଣିଷର ସେବା କରିବ। ଆଉ ଗୋଟେ ନିବେଦନ କରୁଛି, ଆଶ୍ରମର ଯେଉଁ କାର୍ଯ୍ୟକ୍ରମ ସବୁ ଚାଲିବ ସେଟା ପ୍ରଥମ ହେଉଛି ଜୀବ ସେବା, ମାନବ ସେବା। ଠାକୁରଙ୍କର ଯେତିକି ସେବା ଅଛି ଚାଲିବ। ଆପଣମାନେ ଇଷ୍ଟାର୍ଘ୍ୟ କ'ଣ ସବୁ ଦେଉଥିଲେ, ଆଉ ଦେଉଛନ୍ତି କି ନାହିଁ ମୁଁ କହିପାରିବିନି। ନ ଦେଉଥିଲେ ଦିଅନ୍ତୁ, ଟିକେ ସେଗୁଡ଼ିକ ଭଲ ଭାବରେ ଚାଲୁ। ଠାକୁରଙ୍କର ନିତ୍ୟ ନୈମିତ୍ତ ସେବା ଅର୍ଚ୍ଚନା ପାଇଁ କିଛି ଅର୍ଥ ଫିକ୍ସ ଡିପୋଜିଟ୍ କରାଯାଇଥିଲା, ସେଠୁ କିଛି ଖର୍ଚ୍ଚ ହେଇଛି, ଆଉ କିଛି ଅଛି। ଆପଣମାନେ ଥରେ ଥରେ ଦେଇଥିଲେ, ଆଉ ଥରେ ଦେଇଦେଲେ ଅନ୍ତତଃ ଟିକେ ମାନେ ଟିକେ ଆଶ୍ରମ ଟିକେ ଜଞ୍ଜାଳରୁ ଶାନ୍ତ ହୁଅନ୍ତା, ବା ଆପଣଙ୍କ ଅର୍ଥରେ ଆଶ୍ରମଟା ବି ଚାଲନ୍ତା। ଆଉ ବଳିଆ ସ୍ୱାଧୀନ ଭାବରେ ବିଚରଣ ବର୍ତ୍ତମାନ କରିବ। ଯେଉଁମାନେ ବଳିଆକୁ ଲକ୍ଷ୍ୟ କରି ଆସିଥିଲେ ସେମାନେ ମଧ୍ୟ ଏ ସ୍ୱାଧୀନ ଭାବରେ ରହିବେ ଏବଂ ସମସ୍ତେ ବୃକ୍ଷ ଲଗେଇବେ ଓ ବଞ୍ଚେଇବେ। ଏଇଟା ହେବ ଆମର ସମସ୍ତଙ୍କର ଶ୍ରେଷ୍ଠ ପୂଜା ଆଉ ପ୍ରାର୍ଥନା। ଯେଉଁମାନେ ଘରେ ସବୁ ଫଟୋ ପୁଳାଏ ରଖି ପୂଜା କରୁଛ, ସେଟା ସବୁ ଛାଡ଼। ଗୁରୁଙ୍କ ଫଟୋଟି ପରିଷ୍କାର ପରିଚ୍ଛନ୍ନ କରି ରଖ, ଅନନ୍ତଙ୍କ ଫଟୋଟି ପରିଷ୍କାର ପରିଚ୍ଛନ୍ନ କରି ରଖ। ସେଇ ଗୋଟା ପୂଜା। ଆଉ ଦୀପ ଲଗେଇବା, ଧୂପ ବୁଲେଇବା, କେତେ ଲୋକ ପୋଡ଼ି ହେଇକି ମରିଯାଉଛନ୍ତି। ଖାଲି ପ୍ରଣାମ କରି ଶିଖ, ନିଜର କର୍ତ୍ତବ୍ୟକୁ ପାଳନ କରିବା ପାଇଁ ଠିକ୍ ସମୟରେ ଚେଷ୍ଟା କର। ଆଉ ବିଶେଷ କହିବାକୁ ଇଚ୍ଛା ଥିଲେ ବି କହିପାରୁନି, କାରଣ ଅନେକ ସମସ୍ୟା ରହିଛି। ତାକୁ ଆମେ ଏଇଠି ବସିକିରି ତାକୁ ସବୁ ସମାଧାନ ଟିକେ କରୁଛି। ଧୀରେ ଧୀରେ ପୁଣି ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ଯାହା କହିବା କଥା କହିବି। ଯାହା କହିବି ଟିକେ ମାନିବେ,
ବୁଝିବାକୁ ଚେଷ୍ଟା କରିବେ, ଭୁଲ ବୁଝିବେନି। ବଳିଆ ସମସ୍ତଙ୍କର ଶୁଭକାମନା କରୁଛି। ଆପଣମାନେ ଘରେ ବସି ଆମ ମଠକୁ ଆସନ୍ତୁ, ଶିଶୁମାନଙ୍କ ଦର୍ଶନକୁ ଆସନ୍ତୁ। ସେଇଟା ଏଠି ପ୍ରସାଦ ମିଳିବ ନ ମିଳିବ ସେ ଅଲଗା କଥା, କିନ୍ତୁ ଦର୍ଶନ ଆପଣ ଜଗନ୍ନାଥଙ୍କ ପାଖକୁ ଯାଉଛନ୍ତି କି ଶାରଳାଙ୍କ ପାଖକୁ ଯାଉଛନ୍ତି, ପ୍ରସାଦ କିଏ ଯାଚିକିରି ଆପଣଙ୍କୁ ଦେଉଛି? ଆପଣ ପୁଣି ଭୋଗରାଗ କରି ନିଜେ ନିଜେ ଖାଇ ପିଇକି ଆସୁଛନ୍ତି ନା। ଆଉ ସେମିତି କରନ୍ତୁ। ଅନନ୍ତଙ୍କ ଦର୍ଶନ, ଅନନ୍ତଙ୍କ ନାମ ଭଜନ ହିଁ ଆପଣମାନଙ୍କର ସବୁଠାରୁ ଶ୍ରେଷ୍ଠ କଥା। କିଏ ଆପଣଙ୍କୁ ଚଟି ଖଣ୍ଡେ ଦେଲା ନଦେଲା, କିଏ ଖାଇବାକୁ ଦେଲା ନଦେଲା, ଏଥିରେ ମନ ବଳନ୍ତୁନି। ଆପଣମାନେ ଯେଉଁ ଅର୍ଥ ଟିକେ ପଠାଇବେ, ସେଥିରେ ନିଶ୍ଚୟ ଭକ୍ତମାନଙ୍କର ସେବା ହେବ, ଜୀବମାନଙ୍କର ସେବା ହେବ। ଏତିକି କହି ମୋର କଥାକୁ ଏଇଠି ବିଶ୍ରାମ ଦେଉଛି। ପୁଣି ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ବାର୍ତ୍ତା ଯାହା ଦେବା କଥା ଦେବି। ଜୟ ଗୁରୁ, ଜୟ ଗୁରୁ।